ଏ ପାଗରେ କିଛି ଭଲ ଲାଗୁନି କି କିଛି କରିବା ପାଇଁ ଇଚ୍ଛା ହଉନି। ବର୍ଷା କେତେବେଳେ ହେଉଛି, ଖରା କେତେବେଳେ ହେଉଛି ବି ଜଣାପଡ଼ୁନି। ସାଙ୍ଗମାନେ, ଆଜିର ଗୋଟେ ନୂଆ ଫ୍ରେଶ୍ ମିନି ବ୍ଲଗ୍କୁ ସ୍ୱାଗତ କରୁ। ଯେମିତି ଚତୁର୍ମାସିଆ ଭଳିଆ ଏ ବର୍ଷାଟା ହେଉଛି ନା, ଆଷାଢ଼ ଶ୍ରାବଣ ଭଳିଆ ସବୁବେଳେ ମେଘଛନ୍ନ ରହୁଛି। ଏମିତି ତ ଲୁଗାପଟା ବି ଭଲସେ ଶୁଖୁନି। ଆଜି ସକାଳୁ ସକାଳୁ ପୁରା କେମିତି ଆକାଶକୁ ଢାଙ୍କିକି ରଖିଛି ମେଘ ଦେଖନ୍ତୁ। ସକାଳୁ ସକାଳୁ ସବୁଆଡ଼େ ଦେଖିଲାକୁ କେର ପାଗ କରିଛି ଦେଖ। ଏହି ପାଗରେ ଛୁଞ୍ଚ ଦେଲେ ବି ଶୁଖୁନି। ମୋ ଝିଅ ବି ମସ୍ତି କରୁଛି ଆସି କାଦୁଅରେ। କିଛି ସମୟ ପରେ ପ୍ରବଳ ବର୍ଷା ଢାଳିଲା। ସେ ସେଥର ବି ଖେଳୁଥିଲା, ତାକୁ ଗାଳି ଦେଇ ତାପରେ ମୁଁ ଚାଲିଗଲି ଗାଧୋଇ ପାଧୋଇ ଚଉରାରେ ପାଣି ଦେଇଥିଲି। ପୁରା ଖରା ଆସିଯାଇଥିଲା ସେତିକି ବେଳକୁ ସାଙ୍ଗମାନେ। ଆଜି ଗୋଟେ କଲରା ଭଜା, ତାପରେ ମୁଁ ଚାଲି ଯାଇଥିଲି ଖାଇବା ପାଇଁ ପଖାଳ, ଶାଗ ଖରଡ଼ା ଆଉ କଲରାର ଗୋଟେ ଭଲ ଆଇଟମ୍। ଖାଇ ଖୁଆ ଦେଇକି ଲୁଗା ନେଇକି ସବୁ ଶୁଖେଇ ଦେଇଥିଲି, କାରଣ ଶୁଖୁନି ନା ବାରମ୍ବାର ଉଠେଇତେ ପଡ଼ୁଛି ପୁଣି ଶୁଖେଇତେ ପଡ଼ୁଛି। କାରଣ ଏମିତି ପାଗ ଆପଣଙ୍କୁ ପସନ୍ଦ, ମୋତେ ତ ଜମାରୁ ପସନ୍ଦ ନୁହେଁ। ତାପରେ ଯାଇକି ମୁଁ ଚୁଲି ଲଗାଇ ଦେଇଥିଲି ଦ୍ୱିପହର ଖାଇବା ପାଇଁ ପ୍ରସ୍ତୁତି ଷ୍ଟାର୍ଟ କରିଦେଇଥିଲି। ତାପରେ ରାତି ଖାଇବାରେ ବନେଇଥିଲି ନିମିକି, ପୁରୀ ଆଉ ଆଳୁ ତରକାରୀ। ବର୍ଷା ପାଗରେ କେବଳ ତେଲ ଛଣା ଜିନିଷ ହିଁ ପସନ୍ଦ ଆସିବ। ଲୁଗା ବି ଶୁଖୁନି, ବଡ଼ ହଇରାଣ ଲାଗୁଛି। କାହାର ଏମିତି ପ୍ରୋବ୍ଲେମ୍ ହେଉଛି କମେଣ୍ଟରେ ଜଣାଇବେ। ଏମିତି ପାଗରେ ଟିକେ ଭଲ ଲାଗୁଛି ଯେ ଖରାଟା ଟିକେ କମିଯାଇଛି। ମାନେ ଯେ ରେଟ୍ର ଗରମ ପଡ଼ିଥିଲା। ସମସ୍ତେ କୁହନ୍ତି ବର୍ଷା ହେଲେ ବି ପ୍ରୋବ୍ଲେମ୍, ଶୀତ ହେଲେ ପ୍ରୋବ୍ଲେମ୍, ଗରମ ହେଲେ ବି ପ୍ରୋବ୍ଲେମ୍। ଆମକୁ ଯେତେ ପ୍ରୋବ୍ଲେମ୍ ହେଲେ ବି ସେ ବି ତାଙ୍କ ଡ୍ୟୁଟି ଲିଭେଇ ପାରିବେ ନା ନାହିଁ। ସେଇଥିପାଇଁ ଏଇ ପାଗକୁ ଏନ୍ଜୟ କରନ୍ତୁ। ଭିଡ଼ିଓରେ ଲାଇକ୍, ସେୟାର, ଫଲୋ ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଦେଖା ହେବା ନେକ୍ସଟ ଭିଡ଼ିଓ। ଜୟ ଜଗନ୍ନାଥ।